ପାହାଡ଼ କେମିତି ତିଆରି ହୁଏ ଜାଣନ୍ତି? କ'ଣ ପୃଥିବୀ ସୃଷ୍ଟି ହେବା ଆଗରୁ ଏସବୁ ଥିଲା? ପୃଥିବୀର ଭୂଭାଗ ସମତଳ ଥିବାବେଳେ ଏତେ ବଡ଼ ଓ ସୁଉଚ୍ଚ ପାହାଡ଼ କେମିତି ତିଆରି ହେଲା? କେଉଁ ସବୁ ଜିନିଷ ଦ୍ୱାରା ଏହି ପାହାଡ଼ର ଗଠନ ହୋଇଥାଏ ଜାଣନ୍ତି? ଏହା ବିଷୟରେ ମୁଁ ଆପଣଙ୍କୁ ଆଜି ଡିଟେଲରେ ଅତି ସହଜ ଭାଷାରେ ବୁଝାଇ କହିବି। ଏହା ପଛରେ ଥିବା ଭୌଗୋଳିକ ତଥା ବୈଜ୍ଞାନିକ କାରଣ ବିଷୟରେ ଜାଣିବା ପାଇଁ ଭିଡ଼ିଓକୁ ଶେଷ ଯାଏଁ ଦେଖନ୍ତୁ। ପାହାଡ଼ ମୁଖ୍ୟ ରୂପେ ପୃଥିବୀର ଭୂଭାଗର ତଳେ ଥିବା ଟେକ୍ଟୋନିକ୍ ପ୍ଲେଟ୍ର ମାଡ଼ ବା ପରସ୍ପର ସହ ହେଉଥିବା ଘର୍ଷଣ ପାଇଁ ତିଆରି ହୋଇଥାଏ ବା ସୃଷ୍ଟି ହୋଇଥାଏ। କିନ୍ତୁ କେମିତି? ଏବେ ବୁଝନ୍ତୁ। ଭୂଭାଗର ତଳେ ଅନେକ ବଡ଼ ବଡ଼ ଟେକ୍ଟୋନିକ୍ ପ୍ଲେଟ୍ ସବୁ ରହିଛି, ଆଉ ଏହା ତରଳ ପଦାର୍ଥ ଉପରେ ଭାସମାନ ଅବସ୍ଥାରେ ରହିଥାଏ। ସବୁବେଳେ ଏହା ଭାସୁଥାଏ କିନ୍ତୁ ଧୀର ଗତିରେ, ଆଉ ଯେତେବେଳେ ଏହା କିଛି ସେକେଣ୍ଡ ପାଇଁ ଜୋରରେ ମାଡ଼ ହୁଏ ସେତେବେଳେ ଭୂମିକମ୍ପ ହୋଇଥାଏ, ଅଥବା ପାହାଡ଼ ଯେତେବେଳେ ତିଆରି ହେବାର ପ୍ରକ୍ରିୟା ଆରମ୍ଭ ହୁଏ ସେତେବେଳେ ଏହା ପରସ୍ପର ସହ ଅତି ଦୃଢ଼ ଭାବେ ଘର୍ଷଣ ହୋଇଥାଏ। ପୃଥିବୀର ପୃଷ୍ଠଭାଗ ମାନେ ୟାର୍ଥର କ୍ରଷ୍ଟ ସ୍ଥିର ଅବସ୍ଥାରେ ନଥାଏ। ଏହା ଅନେକ ବିଶାଳ ଟେକ୍ଟୋନିକ୍ ପ୍ଲେଟ୍ରେ ବିଭକ୍ତ ହୋଇଛି। ଏହି ପ୍ଲେଟ୍ ମାନେ ଧୀରେ ଧୀରେ ଭାସମାନ ଅବସ୍ଥାରେ ରହିଥାନ୍ତି। ସେମାନଙ୍କର ପରସ୍ପର ସହ ଧକ୍କା ଘର୍ଷଣ ପାଇଁ ପୃଥିବୀର ଚଟାଣ ଉପରକୁ ଉଠିବା କିମ୍ବା ତଳକୁ ଦବିଯିବା ପ୍ରକ୍ରିୟାକୁ ହିଁ ପର୍ବତର ଜନ୍ମ ହେବାର ପ୍ରକ୍ରିୟା କୁହାଯାଏ। ଏହାକୁ ପର୍ବତ ଗଠନ ପ୍ରକ୍ରିୟା ବୋଲି ଧରାଯାଏ। ତେବେ ପର୍ବତ ବା ପାହାଡ଼ କେମିତି ତିଆରି ହୁଏ ପ୍ରଥମେ ଏହା ବୁଝିବା ଦରକାର। ପ୍ରଥମରେ କ୍ରଷ୍ଟ ମାନେ ପୃଷ୍ଠଭାଗ, ଏହାପରେ ମ୍ୟାଣ୍ଟଲ ଏବଂ ଶେଷରେ ରହିଛି କୋର ଭାଗ। କ୍ରଷ୍ଟ ଏକ ମଜବୁତ ପତଳା ସ୍ତର ଯାହା ଦେଖିବାକୁ ସ୍ଥିର ଲାଗେ, କିନ୍ତୁ ଏହା ତଳେ ଥିବା ମ୍ୟାଣ୍ଟଲର ତାପ ଓ ଚାପ ପାଇଁ କ୍ରଷ୍ଟ ଭାସମାନ ଅବସ୍ଥାରେ ରହିଥାଏ। ଏବେ ଜାଣନ୍ତୁ ପର୍ବତ ଗଠନର ପ୍ରମୁଖ କାରଣ ସବୁ କ'ଣ ରହିଛି। ଟେକ୍ଟୋନିକ୍ ପ୍ଲେଟ୍ର ଧକ୍କା। ଦୁଇଟି ପ୍ଲେଟ୍ ଯେତେବେଳେ ଧକ୍କା ହୁଏ ସେତେବେଳେ ପୃଥିବୀର ଚଟାଣ ଉପରକୁ ଉଠିଯାଏ ଏବଂ ପର୍ବତ ତିଆରି ହୁଏ ବା ପାହାଡ଼ ତିଆରି ହୁଏ। ଫୋଲ୍ଡିଂ। ପଥରର ସ୍ତରଗୁଡ଼ିକ ଏଥିରେ ଚାପରେ ଭାଙ୍ଗିବା ପରେ ପର୍ବତ ସୃଷ୍ଟି ହୁଏ। ଫଲ୍ଟିଂ। ପୃଥିବୀର ତଳେ ଫାଟ ହୁଏ, ଗୋଟିଏ ପଟ ଉପରକୁ ଉଠିଯାଇ ଏହା ତିଆରି ହୁଏ। ଜ୍ୱାଳାମୁଖୀ ବା ଭୁଲକାନିଜିମ୍। ଏଥିରେ ଲାଭା ଉପରକୁ ଆସି ଜମିଯାଏ, ପରେ ଜ୍ୱାଳାମୁଖୀ ପର୍ବତ ବା ପାହାଡ଼ ସୃଷ୍ଟି କରେ। କ୍ଷୟ ଓ ନିକ୍ଷେପଣ ବିଷୟରେ ଯଦି ଆମେ କଥା ହେବା ତାହେଲେ ଏଥିରେ ପୁରୁଣା ପାହାଡ଼ ବା ପର୍ବତ କ୍ଷୟ ହୋଇ ନୂତନ ଆକାର ନେଇଥାଏ। ଏବେ ଜାଣନ୍ତୁ ପର୍ବତ ଗଠନର ପ୍ରକାର ବିଷୟରେ। ପ୍ରଥମରେ ରହିଛି ଫୋଲ୍ଡ ମାଉଣ୍ଟେନ୍ସ। ଦୁଇଟି ପ୍ଲେଟ୍ ଧକ୍କା ହେବା ପରେ ଭୂସ୍ତର ଉପରକୁ ଉଠି ପାହାଡ଼ର ରୂପ ନିଏ। ଉଦାହରଣ ସ୍ୱରୂପ ହିମାଳୟ ପର୍ବତମାଳା। ଏଥିରେ ଇଣ୍ଡିଆନ୍ ଟେକ୍ଟୋନିକ୍ ପ୍ଲେଟ୍ ଏବଂ ୟୁରେସିଆ ଟେକ୍ଟୋନିକ୍ ପ୍ଲେଟ୍ର ପରସ୍ପର ସହ ଘର୍ଷଣ ବା ମାଡ଼ ହେବା ଫଳରେ ହିମାଳୟ ପର୍ବତମାଳାଟି ସୃଷ୍ଟି ହୋଇଛି ବା ତିଆରି ହୋଇଛି। ଏହା ବାଦ ଆଣ୍ଡିସ୍ ପର୍ବତମାଳା ଏବଂ ଆଲ୍ପସ୍ ପର୍ବତମାଳା ବି ଏହିପରି ଭାବେ ତିଆରି ହୋଇଛି। ଏହାପରେ ରହିଛି ଫଲ୍ଟ ପର୍ବତ ବା ଫଲ୍ଟ ବ୍ଲକ୍ ମାଉଣ୍ଟେନ୍ସ। ଏହି ପ୍ରକ୍ରିୟାରେ ଭୂମିରେ ବଡ଼ ଫାଟ ବା ଫଲ୍ଟ ପଡ଼ିଯାଏ, ଯାହା ପାଇଁ ଗୋଟିଏ ପଟ ଉପରକୁ ଉଠି ପାହାଡ଼ ତିଆରି ହୋଇଯାଏ। ଉଦାହରଣ ସ୍ୱରୂପ ୟୁଏସ୍ଏ ବା ଆମେରିକାରେ ଥିବା ସିଏରା ନେଭାଡା ଏବଂ ଜର୍ମାନୀରେ ଥିବା ହାର୍ଜ ପର୍ବତମାଳା। ଏହାପରେ ରହିଛି ଜ୍ୱାଳାମୁଖୀ ପର୍ବତ ମାନେ ଭୋଲକାନିକ୍ ମାଉଣ୍ଟେନ୍ସ। ଭୂମିର ତଳୁ ଲାଭା ବାହାରି ଜମିଯିବା ପରେ ଏହି ପାହାଡ଼ ତିଆରି ହୁଏ। ଉଦାହରଣ ସ୍ୱରୂପ ଜାପାନରେ ଥିବା ମାଉଣ୍ଟ ଫୁଜି, ହାୱାଇରେ ଥିବା ମାଉନା ଲୋଆ ଏବଂ ଇଣ୍ଡିଆନ୍ ଆଣ୍ଡାମାନ ମଧ୍ୟରେ ଥିବା ବର୍ତାଙ୍ଗ ଭୋଲକାନୋ। ଏହାପରେ ରହିଛି ଡୋମ୍ ମାଉଣ୍ଟେନ୍ସ। ଏଥିରେ ତଳେ ଥିବା ମାଗ୍ମା ଉପରକୁ ଚାପ ଦେଇ ଗମ୍ବୁଜ ଆକାରର ପର୍ବତ ସୃଷ୍ଟି କରିଥାଏ। ଉଦାହରଣ ସ୍ୱରୂପ ୟୁଏସ୍ଏରେ ଥିବା ବ୍ଲାକ୍ ହିଲ୍ସ। ଏବେ ଜାଣିବା ଏହି ପାହାଡ଼ କେମିତି ବଢ଼େ ଓ କମେ। ଆମେ ଅନେକ ଥର ଖବର ମାଧ୍ୟମରେ ଶୁଣିଛେ ଯେ ପାହାଡ଼ ଧୀରେ ଧୀରେ ବଢ଼ିଥାଏ, ନହେଲେ ଧୀରେ ଧୀରେ କମିବାକୁ ଲାଗିଥାଏ। ଏହା ପଛରେ ମଧ୍ୟ ଭୌଗୋଳିକ କାରଣ ରହିଛି। ମନେ ରଖନ୍ତୁ ଯେ ଟେକ୍ଟୋନିକ୍ ପ୍ଲେଟ୍ର ଚଳନ ଚାଲିଥିଲେ ପର୍ବତ ପ୍ରତିବର୍ଷ କିଛି ମିଟର ଉଚ୍ଚ ହୋଇପାରେ, କିନ୍ତୁ କ୍ଷୟ ହେବାର ସମୟ ମଧ୍ୟ ରହିଛି ଏବଂ ଏହା ପାଣି ତଥା ପବନର ମାଡ଼ ହେତୁ ଧୀରେ ଧୀରେ ପାହାଡ଼ ତଥା ପର୍ବତ କ୍ଷୟ ହେବାକୁ ଲାଗିଥାଏ। ତ ଏବେ ଆପଣ ଡିଟେଲରେ ଜାଣିସାରିଥିବେ ଯେ ପାହାଡ଼ ଗୁଡ଼ିକ କେମିତି ତିଆରି ହୁଏ, ଏହାର ସୃଷ୍ଟି କେମିତି ହୋଇଥାଏ। ଏହା ପଛରେ ବୈଜ୍ଞାନିକ ତଥା ଭୌଗୋଳିକ କାରଣ ସବୁ କ'ଣ ରହିଛି। ଆପଣ ଏଥିରୁ ବୁଝି ସାରିଥିବେ ଯେ ପାହାଡ଼ ସୃଷ୍ଟି ହେବା ପ୍ରକ୍ରିୟା ଏକ ପ୍ରାକୃତିକ ପ୍ରକ୍ରିୟା ଅଟେ।
ଏହା ଉପରେ ମଣିଷର କୌଣସି ନିୟନ୍ତ୍ରଣ ନାହିଁ। ପାହାଡ଼ ସୃଷ୍ଟି ହେବା ପ୍ରକ୍ରିୟାକୁ ନେଇଥିବା ଆଜିର ଏହି ସ୍ପେଶାଲ ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଛି ତେବେ ଏହାକୁ ଲାଇକ୍ କରନ୍ତୁ ଏବଂ ଖୁବ୍ ମାତ୍ରାରେ ସେୟାର କରନ୍ତୁ। ଆପଣଙ୍କୁ ଆଜିର ଏହି ଇନଫର୍ମେସନଟି କିଭଳି ଲାଗିଲା ମୋତେ କମେଣ୍ଟରେ ନିହାତି ଜଣାଇବେ। ଏଭଳି ଅନେକ ଇନଫର୍ମେଟିଭ୍ ଭିଡ଼ିଓ ଯଦି ଆପଣ ଦେଖିବାକୁ ଚାହାନ୍ତି ତାହେଲେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।